ओडिशा एक्साइज कनेस्टेबल ना ओआईएसएफ केउ जॉब आपणको ପାଇଁ ଭଲ କେଉଁଠି ସାଲାରୀ ଅଧିକ କେଉଁଠି ରିସ୍କ କମ୍ ଆସନ୍ତୁ ଏହି ଭିଡ଼ିଓରେ ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା। ନମସ୍କାର ମିତ୍ରମାନେ, ଆପଣଙ୍କୁ ସ୍ୱାଗତ କରୁଛି ମୋ ଚ୍ୟାନେଲ ଡିଫେନ୍ସ ଇନଫର୍ମେସନରେ। ଯଦି ଆପଣ ଓଡ଼ିଶା ଏକ୍ସାଇଜ କନେଷ୍ଟେବଲ ଏବଂ ଓଆଇଏସଏଫ୍ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ମଧ୍ୟରୁ ଏକ ଚାକିରି ପାଇଁ ଚିନ୍ତା କରୁଛନ୍ତି, ତାହେଲେ ଏହି ଭିଡ଼ିଓ ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଜି ଆମେ ଦୁଇଟି ଚାକିରିର ଜବ୍ ପ୍ରୋଫାଇଲ, ଦାୟିତ୍ୱ, ସାଲାରୀ ଏବଂ ଏହି ଜବ୍ କେଉଁମାନଙ୍କ ପାଇଁ ଭଲ ହେବ ସବୁକିଛି ତୁଳନା କରିବି। ତେବେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ କେଉଁ ଜବ୍ ଆପଣଙ୍କ ପାଇଁ ଭଲ ହେବ ତାହା ଆପଣ ଜାଣନ୍ତୁ। ଓଡ଼ିଶା ଏକ୍ସାଇଜ କନେଷ୍ଟେବଲ ଏବଂ ଓଆଇଏସଏଫ୍ କ'ଣ? ଓଡ଼ିଶା ଏକ୍ସାଇଜ କନେଷ୍ଟେବଲ ଏହି ବିଭାଗ ଅବୈଧ ମଦ ଉତ୍ପାଦନ, ବିକ୍ରୟ ଏବଂ ପରିବହନ ରୋକିବା ପାଇଁ ଦାୟୀ। ଏହି ବିଭାଗ ଏକ୍ସାଇଜ ଡିପାର୍ଟମେଣ୍ଟ ଅଧୀନରେ ରହେ। ଏଠି ମୁଖ୍ୟ ଦାୟିତ୍ୱ ହେଉଛି ଅବୈଧ ମଦ ଜବତ କରିବା, ଅପରାଧୀଙ୍କୁ ଗିରଫ କରିବା ଏବଂ ଏହି ସମସ୍ତ ମାମଲାରେ ଦେଖିବା। ସେପରି ଓଆଇଏସଏଫ୍ କ'ଣ ଦେଖନ୍ତୁ, ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ। ଏହି ୟୁନିଟ୍ ଓଡ଼ିଶାର ଶିଳ୍ପ ଅଞ୍ଚଳ, ବନ୍ଦର, କାରଖାନା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାକୁ ସୁରକ୍ଷା ଯୋଗାଇବା ପାଇଁ ଗଠିତ। ଏହା ସିଆଇଏସ୍ଏଫ୍ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଅନୁସରଣ କରି ତିଆରି ହୋଇଛି। ଦାୟିତ୍ୱ କ'ଣ ଅଛି ଦେଖନ୍ତୁ, ଏକ୍ସାଇଜ କନେଷ୍ଟେବଲ ମଦ ଅପରାଧ ରୋକିବା ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା, ଅପରାଧୀଙ୍କୁ ଗିରଫ କରିବା ଏବଂ ମଦ ଜବତ କରିବା ଭଳି କାମ ଦେଖନ୍ତି। ସେପରି ଓଆଇଏସଏଫ୍ ମେମ୍ବର ଶିଳ୍ପ ଅଞ୍ଚଳ ଏବଂ ସଂସ୍ଥାଗୁଡ଼ିକ ସୁରକ୍ଷା ଯୋଗାଇବା, ଅନୁଶାସନ ରଖିବା, ଦୁର୍ଘଟଣା ରୋକିବା ଏବଂ ଅଳ୍ପକାଳୀନ ପରିସ୍ଥିତି ସମ୍ଭାଳିବା କାମ କରନ୍ତି। ସେପରି ରିସ୍କ କ'ଣ ଅଛି ଦେଖନ୍ତୁ, ଏକ୍ସାଇଜ କନେଷ୍ଟେବଲରେ କାମ ଅଳ୍ପ ସମୟରେ ରିସ୍କ ହୋଇପାରେ ଯଦି କୌଣସି ଅପରାଧ ରୋକିବା ପାଇଁ ଅପରାଧୀଙ୍କୁ ସମ୍ମୁଖୀନ ହେବାକୁ ପଡ଼େ। ସେପରି ଓଆଇଏସଏଫ୍ରେ ଦେଖନ୍ତୁ, ଓଆଇଏସଏଫ୍ରେ ସୁରକ୍ଷା ଉପରେ ଅଧିକ ଭରସା ଦେଇ ରଖିବାକୁ ପଡ଼େ ଏବଂ ଶିଳ୍ପ ଅଞ୍ଚଳରେ ମହତ୍ତ୍ୱପୂର୍ଣ୍ଣ ଅଞ୍ଚଳକୁ ସୁରକ୍ଷିତ କରିବାକୁ ପଡ଼େ। ସେପରି ସାଲାରୀ କ'ଣ ଅଛି ଦେଖନ୍ତୁ, ଏକ୍ସାଇଜ କନେଷ୍ଟେବଲରେ ଆରମ୍ଭିକ ସାଲାରୀ ଆପଣଙ୍କ 18ରୁ 25,000 ମଧ୍ୟରେ ରହିଥାଏ ଏବଂ ଅନ୍ୟାନ୍ୟ ଭତ୍ତା ସହିତ ମିଳେ। ସେପରି ଓଆଇଏସଏଫ୍ରେ ଦରମା ଦେଖ 20,000ରୁ 30,000 ଭିତରେ ଆପଣଙ୍କୁ ପଦୋନ୍ନତିର ସୁଯୋଗ ଏବଂ ଅଧିକ ସୁରକ୍ଷା ସୁବିଧା ମିଳେ। କେଉଁ ଜବ୍ ଆପଣଙ୍କ ପାଇଁ ଭଲ ହେବ ଦେଖନ୍ତୁ, ଏକ୍ସାଇଜ କନେଷ୍ଟେବଲ ଯଦି ଆପଣ କମ୍ ରିସ୍କ ଏବଂ ସ୍ଥିର ଜବ୍ ଚାହୁଁଛନ୍ତି ତ ତେବେ ଆପଣ ଏକ୍ସାଇଜ କନେଷ୍ଟେବଲକୁ ଯାଇପାରିବେ। ସେହିପରି ଓଆଇଏସଏଫ୍ ଯେଉଁମାନେ ଯିବେ, ଯଦି ଆପଣ ଫୋର୍ସରେ କାମ କରିବା ଚାହୁଁଛନ୍ତି ଏବଂ ଅଧିକ ସୁରକ୍ଷା ସୁବିଧା ଦେଖୁଛନ୍ତି ତାହେଲେ ଆପଣ ଓଆଇଏସଏଫ୍କୁ ଯିବେ। ଏକ୍ସାଇଜ କନେଷ୍ଟେବଲ ନା ଓଆଇଏସଏଫ୍ ଆପଣଙ୍କୁ କେଉଁଠି ଭଲ ଲାଗିଲା ଆପଣଙ୍କ ମତାମତ କମେଣ୍ଟରେ କରନ୍ତୁ ଏବଂ ଅପଡେଟ୍ ପାଇବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରୁହନ୍ତୁ।